Namaskar. Government of India, Ministry of Social Justice and Empowerment through National Institute of Social Defense and Media for Community Foundation proudly presents Agani Podcast Anubhav 2.0, podcast by, of and from senior citizens. Program conceived and designed by Dr. R. Sridhar. You are listening to Agani Podcast Anubhav 2.0, NRCWD RRTC Bhubaneswar, and we bring you Nava Kumar Swain. He is a lecturer by profession. Now he is going to describe about Communication Skills Part 2. ପରିଚାଳନା ଅମ୍ଳଜାନ ଯେଉଁଠାରେ ରକ୍ତରେ ଅମ୍ଳଜାନ କମ୍ ଥାଏ ସେଭଳି ଅଳ୍ପ କ୍ଷେତ୍ରରେ ସାହାଯ୍ୟ ହୋଇପାରେ, କିନ୍ତୁ ଯେଉଁ କ୍ଷେତ୍ରରେ ଫୁସ୍ଫୁସ୍ ଦ୍ୱାରା ରୋଗ ନଷ୍ଟ ହୋଇଥାଏ ଏଥିରେ କୌଣସି ସାହାଯ୍ୟ କରାଯାଇପାରେ ନାହିଁ। ଅଣଔଷଧି ଚିକିତ୍ସା ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପ୍ରଣାଳୀ ଏବଂ ପରିବାରକୁ ଏ ବିଷୟରେ ଶିକ୍ଷା ଦେବା ନିହାତି ଉଚିତ। ଏଗୁଡ଼ିକ ଯଥା ତକିଆ କିମ୍ବା ଗଦା ସହିତ ପ୍ରୋପିଂ, ମୁହଁ ଉପରେ ବାୟୁର ସ୍ରୋତକୁ ପ୍ରବାହିତ ହେବା ପାଇଁ ରୋଗୀଙ୍କ ନିକଟରେ ଫ୍ୟାନ୍ ରଖିବା, ଭଲ ଭାବରେ ବାୟୁ ଚଳାଚଳ ପାଇଁ କବାଟ ଏବଂ ଝରକା ଖୋଲି ରଖିବା, ରୋଗୀଙ୍କୁ ଏକ ଖୋଲା ଝରକା ପାଖରେ ରଖିବା, ଶାନ୍ତ ପରିବେଶ ସୃଷ୍ଟି କରିବା, ଖୋଲା ଢିଲା ଆରାମଦାୟକ ପୋଷାକ ପିନ୍ଧାଇବା, ଓଦା ଟାୱେଲରେ ମୁହଁ ପୋଛିବା, ପିଠିକୁ ଘଷିବା, ଆରାମ ଅନୁଭବ କୌଶଳ, ରୋଗୀଙ୍କୁ କିଛି ସୁଖଦ ବିଷୟରେ ଚିନ୍ତା କରିବାକୁ କହିବା। ଉଦାହରଣ ସ୍ୱରୂପ ଏକ ପ୍ରିୟ ଛୁଟି ଦିନ, ଖୁସିର ସ୍ମୃତି, ପ୍ରିୟ ଗୀତ, ସମୁଦ୍ରକୂଳ, ପର୍ବତ ପରି ଏକ ଶାନ୍ତ ଦୃଶ୍ୟ ବିଷୟରେ ତାଙ୍କୁ ଚିନ୍ତା କରିବା ପାଇଁ ଉପଦେଶ ଦେବା। ଗଭୀର ନିଶ୍ୱାସ, ଆଗକୁ ନଈ ପାଟି ସାହାଯ୍ୟରେ ନିଶ୍ୱାସ ନେବା ଆଦି ଆକାରରେ ଫିଜିଓଥେରାପି କରାଇବା। ଶାନ୍ତ ଏବଂ ନରମ ସ୍ୱରରେ ରୋଗୀ ସହିତ କଥା ହେବା, ସେମାନଙ୍କ ଭୟ ବିଷୟରେ ଖୋଲାଖୋଲି ଆଲୋଚନା କରିବା, ପରିବାର ଶାନ୍ତ ରହିବା ଏବଂ ଭୟଭୀତ ନ ହୋଇ କାରଣ ବିଷୟରେ ଚିନ୍ତା କରି ଅନୁଧ୍ୟାନ କରିବା, ସଦସ୍ୟ ଓ ଅନ୍ୟ ସଦସ୍ୟକୁ ଶୀଘ୍ର ଆଲୋଚନା ପାଇଁ ଆଗ୍ରହ ସୃଷ୍ଟି କରିବା। ମୃତ୍ୟୁବରଣ କରୁଥିବା ରୋଗୀଙ୍କର ଅଣନିଶ୍ୱାସ, ରୋଗୀମାନେ ଅଣନିଶ୍ୱାସ ହୋଇ ମୃତ୍ୟୁବରଣ କରିବାକୁ ଭୟ କରନ୍ତି। କୌଣସି ରୋଗୀ କଷ୍ଟଦାୟକ ଅଣନିଶ୍ୱାସରେ ମରିବା ଉଚିତ ନୁହେଁ। କିଛି ଔଷଧି ଅଛି ଯାହାର ମୃତ୍ୟୁ ସମୟରେ ଅଣନିଶ୍ୱାସୀକୁ ରୋକିବା ଏବଂ ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ। ରୋଗୀର ସ୍ଥିତି ଉନ୍ନତି ହେଲେ ଭବିଷ୍ୟତର ପଦକ୍ଷେପ ପାଇଁ ଯୋଜନା କରିବା ଭଲ। ଉପଶମ ଯତ୍ନ ଦଳ ସାହାଯ୍ୟରେ ଉପଲବ୍ଧ ଜରୁରୀ ଔଷଧ ଉପରେ ପରିବାରକୁ ପରାମର୍ଶ ଦିଆଯିବା ଉଚିତ। ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ଏବଂ ପରାମର୍ଶ ପାଇଁ ଡାକନ୍ତୁ। ମୌଳିକ ଯତ୍ନର କୌଶଳ ଦକ୍ଷତା ଯତ୍ନକାରୀକୁ କେଉଁ ଘରୋଇ ମୌଳିକ ଯତ୍ନ କୌଶଳ ଏବଂ ଘରୋଇ ପରିବେଶରେ ଯତ୍ନ କୌଶଳ ପଦ୍ଧତି ଗୁଡ଼ିକ ଶିକ୍ଷା ଦେଇହେବ ସେହି କୌଶଳର ପ୍ରଦର୍ଶନ। ନିର୍ଦ୍ଦିଷ୍ଟ ଶିକ୍ଷଣ ଉଦ୍ଦେଶ୍ୟ ରୋଗୀର ଯତ୍ନ ନେବା ସମୟରେ ଅନୁସରଣ କରିବାକୁ ଥିବା ପ୍ରମୁଖ ସତର୍କତାର ତାଲିକା ପ୍ରସ୍ତୁତ କରନ୍ତୁ। ଏକ ଅନୁସରଣୀୟ ହାତ ଧୋଇବାର ପଦକ୍ଷେପ ଗୁଡ଼ିକୁ ପ୍ରଦର୍ଶନ କରନ୍ତୁ। ଶଯ୍ୟା ତିଆରି କରିବା ପଦକ୍ଷେପ ଗୁଡ଼ିକ ବର୍ଣ୍ଣନା କରନ୍ତୁ। ଘରେ ସାଲାଇନ୍ ପ୍ରସ୍ତୁତ କରିବାର ପଦ୍ଧତିକୁ ବର୍ଣ୍ଣନା କରନ୍ତୁ। ଘରେ ଯତ୍ନ ପାଇଁ ବ୍ୟବହୃତ ପଦାର୍ଥକୁ କିପରି ସଂକ୍ରମଣ ସହିତ କରିହେବ ତାହାର ପ୍ରଦର୍ଶନ କରନ୍ତୁ। ଶଯ୍ୟାଶାୟୀ ରୋଗୀଙ୍କ ଯତ୍ନ ନେବା ବେଳେ ପ୍ରମୁଖ ଧ୍ୟାନ ଦେବା ବର୍ଣ୍ଣନା କରନ୍ତୁ। ଏକ ଶଯ୍ୟାଶାୟୀ ରୋଗୀର
ଯତ୍ନ ନେବା ବେଳେ ସମାଧାନ ହେବାକୁ ଥିବା ମୁଖ୍ୟ ସମସ୍ୟା ଗୁଡ଼ିକ ବର୍ଣ୍ଣନା କରନ୍ତୁ। ଶଯ୍ୟା ଥିବା ଘଷି ହୋଇ ସୃଷ୍ଟି ହେଉଥିବା ଘା'କୁ ରୋକିବା ପାଇଁ ପଦକ୍ଷେପ ଗୁଡ଼ିକ ବର୍ଣ୍ଣନା କରନ୍ତୁ। ଘରେ କ୍ଷତର ପରିଚାଳନା ପାଇଁ ପଙ୍କିଂ କିପରି ବର୍ଣ୍ଣନା କରିବେ ତାହା ବି ବର୍ଣ୍ଣନା କରନ୍ତୁ। ଶଯ୍ୟାଶାୟୀ ରୋଗୀର ଯତ୍ନ କିପରି ନେବା। ଶଯ୍ୟାଶାୟୀ ରୋଗୀଙ୍କର ଯତ୍ନ ଏକ ଆହ୍ୱାନ ଅଟେ। ରୋଗୀ ସଚେତନ କିମ୍ବା ଚେତଶୂନ୍ୟ ହୋଇଥାଇପାରେ। ଶଯ୍ୟାଶାୟୀ ରୋଗୀ ଯତ୍ନରେ ନିମ୍ନ କୌଶଳ ଆବଶ୍ୟକ ନିହାତି ହୋଇଥାଏ। ପରିବାରର ସ୍ୱାସ୍ଥ୍ୟ ଶିକ୍ଷା। ପରିବାରକୁ ରୋଗୀର ଯତ୍ନରେ ଅନ୍ତର୍ଭୁକ୍ତ କରିବା। ରୋଗୀର ଯତ୍ନ ପ୍ରଦର୍ଶନ କରନ୍ତୁ ଏବଂ ଏକ ଅନୁସରଣ ଯୋଜନା ପ୍ରସ୍ତୁତ କରନ୍ତୁ। ନିୟମିତ ଗୃହ ପରିଦର୍ଶନ କରନ୍ତୁ। ବାୟୁ ପଥ ସଫା ରଖନ୍ତୁ। ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ନାକ ମାଧ୍ୟମରେ କିମ୍ବା ନଳୀ ମାଧ୍ୟମରେ ଖାଦ୍ୟ ଭାବରେ ଦେଇଥାନ୍ତୁ। ମଳମୂତ୍ର ତ୍ୟାଗର ପରିଚାଳନା ସଠିକ୍ କରନ୍ତୁ। ବ୍ୟକ୍ତିଗତ ସ୍ୱଚ୍ଛତା ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଯତ୍ନ ରଖନ୍ତୁ। ଚାପ ଘା ବା ଶଯ୍ୟା ଘା'ର ପ୍ରତିରୋଧ ଏବଂ ଯତ୍ନ କରନ୍ତୁ। ବ୍ୟାୟାମ ଯୋଗାଯୋଗ ଲକ୍ଷଣଗୁଡ଼ିକର ମୂଲ୍ୟାଙ୍କନ ରେକର୍ଡ଼ିଂ ଏବଂ ରିପୋର୍ଟ କରିବା ନିହାତି ଆବଶ୍ୟକ। କେଶର ଯତ୍ନ ନିଅନ୍ତୁ। କିପରି ମୁଣ୍ଡକୁ ଧୋଇବେ ଏବଂ ସଫା କରିପାରିବେ। ମାଲିସ ଦ୍ୱାରା ମୁଣ୍ଡର ତ୍ୱଚା ଉତ୍ତେଜିତ ହୁଏ ଏବଂ ମୁଣ୍ଡକୁ କୁଣ୍ଡାଇବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇଥାଏ। ସୁସ୍ଥ କେଶ ପାଇଥାନ୍ତି। କେଶକୁ ସଫା ଏବଂ ସୁସ୍ଥ ରଖିବା। କେଶ ବୃଦ୍ଧି କେଶ ଝଡ଼ିବାକୁ କମ୍ କରିବା। କୁଣ୍ଡାଇ ହେବା ଏବଂ ସଂକ୍ରମଣକୁ କମ୍ କରିବା। ତେଲ ମଇଳା ଏବଂ ରୁପି ଜମାକୁ ରୋକିବା। ମୁଣ୍ଡରେ ଜଟା ହେବାକୁ ଦେବା ନାହିଁ। ସ୍ୱାସ୍ଥ୍ୟ ବା ଆରୋଗ୍ୟର ଭାବନା ପ୍ରଦାନ କରିବା। ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରିବା। ଉଙ୍କୁଣି ନଷ୍ଟ କରିବା। ନିଜକୁ ଭଲ ଭାବରେ ପ୍ରସ୍ତୁତ କରିବା। ବିଛଣାରେ ଗାଧୋଇ ଦେବା ବେଳେ ନିମ୍ନଲିଖିତ ଉପଦେଶକୁ ମନେ ରଖନ୍ତୁ। ବିଛଣା ଚାଦର ଓ ତକିଆ ଖୋଳରୁ ଓଦା ନ ହେବାରୁ ବଞ୍ଚାଇ ରଖନ୍ତୁ। ଏକ ତଉଲିଆ ଓ ରବର ସିଟ୍ ଘୋଡ଼ାଇ ରଖନ୍ତୁ। ରୋଗୀର ମୁଣ୍ଡ ଓ ବେକ ତଳେ ଏକ ରବର ଚାଦର ଦିଅନ୍ତୁ। ରବର ଚାଦର ଏକ ପାର୍ଶ୍ୱ ପାଣି ସଂଗ୍ରହ ପାଇଁ ବାଲ୍ଟିରେ ରଖନ୍ତୁ। ତା ଉପରେ ମୁଣ୍ଡକୁ ସାବୁନ ଓ ସାମ୍ପୋ ସହାୟତାରେ ଭଲ ଭାବରେ ଧୋଇ ଦିଅନ୍ତୁ। ଭଲ ଭାବରେ ଧୋଇକି କେଶକୁ ଶୁଖାନ୍ତୁ। କେଶକୁ ଭଲ ଭାବରେ କୁଣ୍ଡାଇ ଉଭୟ ପାର୍ଶ୍ୱରେ କାନ ପଛରେ ବାନ୍ଧନ୍ତୁ, ଯାହାଦ୍ୱାରା ରୋଗୀକୁ ପିଠି ଦ୍ୱାରା ଶୋଇବା ସମୟରେ ଅଧିକ ଆରାମଦାୟକ ସ୍ଥିତି ରହିବ। ହାତ ଧୋଇ ଦିଅନ୍ତୁ। ଅତିରିକ୍ତ ତକିଆ ବାହାର କରିଦିଅନ୍ତୁ। ମୁଣ୍ଡରୁ ଶେଷ ପର୍ଯ୍ୟନ୍ତ ଉପରେ ଶଯ୍ୟାକୁ ଖାଲି କରନ୍ତୁ। ରୋଗୀ ଉପରେ ଚାଦର ଛାଡ଼ି କମ୍ବଳ କାଢ଼ି ଦିଅନ୍ତୁ। ଉଭୟ ପାର୍ଶ୍ୱରୁ ମୁଣ୍ଡରୁ ଶେଷ ପାଦ ପର୍ଯ୍ୟନ୍ତ ତଳ ଚାଦର ଖୋଲି ଦିଅନ୍ତୁ। ରବର ସିଟ୍କୁ ସଫା ରଖନ୍ତୁ ଏବଂ ରୋଗୀ ଆଡ଼କୁ ଗୁଡ଼ାଇ ରଖନ୍ତୁ। ଚାଦର ରୋଗୀ ଆଡ଼କୁ ଭାଙ୍ଗି ରଖନ୍ତୁ ଏବଂ ଯଥାସମ୍ଭବ ରୋଗୀର ନିକଟତର ହୁଅନ୍ତୁ। ଶୁଖିଲା କପଡ଼ାରେ ଗଦିକି ସଫା ରଖନ୍ତୁ। ପରିଷ୍କାର ଚାଦର ବ୍ୟବହାର କରନ୍ତୁ, ଯାହା ଲମ୍ବା ଓ ଶଯ୍ୟାର ଉନ୍ମୁକ୍ତ ଅଂଶକୁ ଶଯ୍ୟା ଅଧା ପର୍ଯ୍ୟନ୍ତ ଭାଙ୍ଗି ରଖନ୍ତୁ। ତଳ ଚାଦର ରୋଗୀ ଆଡ଼କୁ ଭାଙ୍ଗି ରଖନ୍ତୁ। ଗଦି ଉପରେ ତଳ ସ୍ତରକୁ ମସୃଣ କରନ୍ତୁ ଏବଂ ପାର୍ଶ୍ୱକୁ ଧାରକୁ ଆଣନ୍ତୁ। ଚାଦର ଗୁଡ଼ିକ ଗଦି ଧାରରେ 25 ସେମି ଓହଳିବାକୁ ଦିଅନ୍ତୁ। ଶଯ୍ୟାର ମୁଣ୍ଡରେ ମିଟର କୋଣରେ
ତିଆରି କରନ୍ତୁ। ପାଦ ଶେଷ ହେବା ପର୍ଯ୍ୟନ୍ତ ପାର୍ଶ୍ୱରେ ଓହଳିଥିବା ଚାଦରକୁ ଟାଣନ୍ତୁ। ତଳର ନିମ୍ନ ଭାଗ ମଧ୍ୟରେ ଗଦିର ତଳଧାର ସହିତ ରହିବା ଉଚିତ। नमस्कार। भारत सरकार सामाजिक न्याय एवं सशक्तिकरण विभाग, जातीय सामाजिक सुरक्षा इंस्टीट्यूट एवं मीडिया फॉर कम्युनिटी फाउंडेशन गर्वरे प्रस्तुत करुछंती अगणी पॉडकास्ट अनुभव 2.0 सीनियर सिटीजन्स को द्वारा तांको पाई एवं तांको द्वारा पॉडकास्ट कार्यक्रमटी प्रस्तावित एवं डिजाइन करा जायछि डॉक्टर आर श्रीधर को द्वारा। भारत रे सीनियर सिटीजन्स को पाई जातीय हेल्पलाइन नंबर 14567 1456 7